ଓଡ଼ିଶାର ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କୁ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜି ଆମେ କ'ଣ ଦେଖିବା ନା DSE ପେପର 1ର ୟୁନିଟ୍ 1 ସ୍ୱାସ୍ଥ୍ୟ ସମାଜଶାସ୍ତ୍ରର ଉତ୍ଥାନ। ବିଂଶ ଶତାବ୍ଦୀର ମଧ୍ୟଭାଗରେ ସମାଜଶାସ୍ତ୍ରରେ ଏକ ଉପକ୍ଷେତ୍ର ଭାବେ ସ୍ୱାସ୍ଥ୍ୟ ସମାଜଶାସ୍ତ୍ରର ବିକାଶ ଘଟିଲା। କେତେକ ସମାଜ ବିଜ୍ଞାନୀଙ୍କ ଉଦ୍ୟମ ଯୋଗୁଁ 1950 ଦଶକର ମଧ୍ୟଭାଗରେ ଏହି ବିଷୟର ପ୍ରସାର ସମ୍ଭବ ହେଲା। ଡୋନାଲ୍ଡ ୟଙ୍ଗ, ଷ୍ଟାଣ୍ଟନ୍, ଚାର୍ଲ୍ସ ହଲିଙ୍ଗସେଡଙ୍କର ସ୍ୱାସ୍ଥ୍ୟ ସମାଜ ବିଜ୍ଞାନର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଲିଓ ଡବ୍ଲ୍ୟୁ ସାଇମନ୍ ଏବଂ ହାରୋଲ୍ଡ ଜି ଗହ୍ମଙ୍କ ଦ୍ୱାରା ଲିଖିତ ସୋସିଆଲ ସାଇନ୍ସ ଇନ୍ ମେଡିସିନ୍ ସୋସିଆଲ ସାଇନ୍ସ ଇନ୍ ମେଡିସିନ୍ ପୁସ୍ତକ ମେଡିକାଲ ସମାଜଶାସ୍ତ୍ର ପ୍ରଥମ ପୁସ୍ତକ ଥିଲା। ଏହା 1954 ମସିହାରେ ପ୍ରକାଶ ପାଇଥିଲା। 1940 ଦଶକ ଠାରୁ 1950 ଦଶକ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱାସ୍ଥ୍ୟ ସମାଜଶାସ୍ତ୍ର ପ୍ରଥମେ ଚିକିତ୍ସା ସମାଜଶାସ୍ତ୍ର ନାମରେ ପରିଚିତ ହେଲା। ସଲ୍ଟ କୋଶ୍ଚିନ୍ ମଧ୍ୟ ଏଇଟା ପଡ଼ିପାରେ। ଟାଲକଟ୍ ପାର୍ସନ୍ ନିଜ ସମ୍ପ୍ରଦାୟ ଶିଖ୍ ରୋଲରେ ବ୍ୟକ୍ତିର ଅସୁସ୍ଥତା ଓ ସମାଜ ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଇଥିଲେ। ଏଗୁଡ଼ା ମଧ୍ୟ ବି ସର୍ଟ କୋଶ୍ଚିନ୍ ପଡ଼ିବ। ସ୍ୱାସ୍ଥ୍ୟ ସମାଜଶାସ୍ତ୍ରର ଉତ୍ଥାନ ପଛରେ ଦୁଇଟି ମୁଖ୍ୟ ଉତ୍ସ ବା ପ୍ରେରଣା ଦେଖାଯାଇଥାଏ, ଯଥା ସାମାଜିକ ଏବଂ ବୌଦ୍ଧିକ। ପ୍ରଥମେ କ'ଣ ଅଛି ନା ସାମାଜିକ ପ୍ରେରଣା। ସ୍ୱାସ୍ଥ୍ୟ ସମାଜଶାସ୍ତ୍ରର ଉତ୍ଥାନରେ ସାମାଜିକ ପ୍ରେରଣାର ପ୍ରମୁଖ ଭିତ୍ତି ହିସାବରେ କେତେଗୁଡ଼ିଏ କାରକ ଗୁଡ଼ିକୁ ବିଚାରକୁ ନିଆଯାଇପାରେ, ଯଥା ଉପନିବେଶୀକରଣ, ଜଗତୀକରଣର ପ୍ରଭାବ, ଅଣଜୈବ ମେଡିସିନ୍ ଏବଂ ସାମାଜିକ ମେଡିସିନ୍ର ଆକସ୍ମିକ ଉତ୍ଥାନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭୂମିକା। 2 ନମ୍ବର କ'ଣ ଅଛି ନା ବୌଦ୍ଧିକ ପ୍ରେରଣା। ଯଦି ଭିଡ଼ିଓଟି ଭଲ ଲାଗିଲା ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଯାହା ବି ଡାଉଟ୍ ଅଛି କମେଣ୍ଟ ବକ୍ସରେ ଲେଖନ୍ତୁ।